नमस्कार दर्शक बंधु अमीय बाणीर अध्याय 514 को मु स्वागत करुछि सस्मिता सतपथी। दर्शक बंधु जेते बेले सत्य और असत्यर लड़ाई हुए सेते बेले सत्य एकोटिया छिड़ा हेबो और असत्यर दल बहुत बड़ हेबो, कारण असत्य पछरे मूर्खंक गहली रहिबो। ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ ତାଠାରେ ପରମାତ୍ମା ବାସ କରିଥାନ୍ତି, ଆଉ ଯେଉଁ ମଣିଷ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇ ରହିଥାଏ। କୌଣସି ଆଶା ବିନା ସର୍ବଦା ସମସ୍ତଙ୍କ ପାଇଁ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ କେହି ଜଣେ କହିଛନ୍ତି ଯେ ଯେଉଁମାନେ ଫୁଲ ବିକ୍ରୟ କରନ୍ତି ସେମାନଙ୍କ ହାତରେ ସୁଗନ୍ଧିତ ହୋଇ ରହିଥାଏ। କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ। ଆଶା ଦିଏ ଆମ ଜୀବନରେ ଦୁଃଖ, ମଣିଷ ପାରେନି ଜାଣି, ଲୋଭ ମୋହ ମାୟା ପାଇଁ ମଣିଷକୁ ତଳକୁ ନିଏ ସେ ଟାଣି। କୌଣସି ମଣିଷ କେବେ ନିଜ ଇଚ୍ଛାରେ ବଦଳି ନଥାଏ। ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ। ସବୁଠାରୁ ବଡ଼ ଜାଗା ହୃଦୟ, ବଡ଼ ସମ୍ମାନ ବ୍ୟବହାର, ବଡ଼ ଆଶା ଲୋଭ, ଆଉ ସବୁଠାରୁ ବଡ଼ ଦୁଃଖ ଅପମାନ। ଲାଇଫରେ କାହାକୁ ଦେଇଥିବା ହେଲ୍ପ ଭୁଲି ଯାଆନ୍ତୁ, କିନ୍ତୁ କାହାଠାରୁ ପାଇଥିବା ହେଲ୍ପ କେବେ ଭୁଲନ୍ତୁ ନାହିଁ। ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ହଁ, ଆମର ଏହି ଭିଡ଼ିଓକୁ ଲାଇକ୍ ଆଣ୍ଡ ସେୟାର କରିବାକୁ ମଧ୍ୟ ଭୁଲିବେନି। ରହୁଛୁ, ଜୟ ଜଗନ୍ନାଥ।